ଅସମତୁଲ ସମୀକରଣକୁ ସମତୁଲ କରିବା ପାଇଁ ଯେଉଁ 7ଟି ସୋପାନ ରହିଛି ସେହି 7ଟି ସୋପାନକୁ ଆଜି ଆମେ ଏ ଭିଡ଼ିଓରେ ଜାଣିବା। ପ୍ରଥମ ସୋପାନ ହେଲା ପ୍ରତ୍ୟେକ ସଂକେତ ଗୁଡ଼ିକୁ ପ୍ରଥମେ ବାକ୍ସ କରିଦେବ। ଦ୍ୱିତୀୟ ସୋପାନରେ ପ୍ରତ୍ୟେକ ମୌଳିକ ଅର୍ଥାତ୍ ପ୍ରତିକାରକରେ ଏବଂ ଉତ୍ପାଦରେ ଯେଉଁ ମୌଳିକ ଗୁଡ଼ିକର ପରିମାଣ ସଂଖ୍ୟା କେତେ ମନେ ହେଲା। ପ୍ରତିକାରକରେ ଏବଂ ଉତ୍ପାଦରେ ମୌଳିକ ଗୁଡ଼ିକର ପରିମାଣ ସଂଖ୍ୟା କେତେ ତୁମେ ତାକୁ ବାକ୍ସ କରି ଲେଖିଦେବ। ତୃତୀୟ ସୋପାନ ହେଲା ଯେଉଁ ଯୌଗିକର ପରିମାଣ ସଂଖ୍ୟା ଅଧିକ ସେହି ଯୌଗିକକୁ ପ୍ରଥମେ ସେହି ଯୌଗିକର ପରିମାଣ ଗୁଡ଼ାକୁ ପ୍ରଥମେ ତୁମେ ସମତୁଲ କରିବାକୁ ଚେଷ୍ଟା କରିବ ଏବଂ ତାକୁ ସମତୁଲ କରିସାରିଲା ପରେ ଫୋର୍ଥ ଷ୍ଟେପ୍ରେ ନେକ୍ସଟ ଯେଉଁ ମୌଳିକ ଥିବ ତାକୁ ତୁମେ ସମତୁଲ କରିବ ଏବଂ ତାପରେ ନେକ୍ସଟ ଷ୍ଟେପ୍ରେ ଆଉ ଲାଷ୍ଟ ଯେଉଁ ମୌଳିକଟା ବାକି ଥିବ ବା କୌଣସି ଯୌଗିକ ଯଦି ବାକି ଥିବ ତାକୁ ତୁମେ ସମତୁଲ କରିବ। ତାପରେ ସେଇ ଷ୍ଟେପ୍ରେ କ'ଣ କରିବ ଅର୍ଥାତ୍ ଷଷ୍ଠ ସୋପାନରେ ତୁମେ ସେ ଯେଉଁ ବାକ୍ସ କରିଥିଲ ପ୍ରଥମ ସୋପାନରେ ସେ ବାକ୍ସ ଗୁଡ଼ାକୁ ତୁମେ କ'ଣ କରିବ କାଢ଼ିଦେବ ଏବଂ ଲାଷ୍ଟ ସୋପାନ ଅର୍ଥାତ୍ ସପ୍ତମ ସୋପାନରେ ମୌଳିକର ଅବସ୍ଥାଟାକୁ ତୁମେ ସୂଚାଇବା ପାଇଁ କଠିନ ପାଇଁ S, ଗ୍ୟାସୀୟ ପାଇଁ G, ତରଳ ପାଇଁ L ଏବଂ ଜଳୀୟ ଦ୍ରବଣ ପାଇଁ AQ ସଂକେତକୁ ବ୍ୟବହାର କରିବ।